ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ପରିସ୍ଥିତି ଓ ଭାରତର ଭୂମିକା ନେଇ ଆଜି ଅପରାହ୍ନରେ ଲୋକସଭାରେ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଧେୟକ 2026କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ ଲୋକସଭାରେ ନିଷ୍ପତ୍ତି। ଆସାମ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆକାଶବାଣୀ ଓ ଦୂରଦର୍ଶନରେ ରାଜନୈତିକ ଦଳଗୁଡ଼ିକୁ ଦଳୀୟ ଆଭିମୁଖ୍ୟ ପ୍ରସାରଣ ପାଇଁ ସମୟ ଆବଣ୍ଟନ କଲେ ନିର୍ବାଚନ ଆୟୋଗ। ଶହୀଦ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଛତିଶଗଡ଼ରେ ଆସନ୍ତା 25ରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ସେଥିରେ ଭାରତର ସ୍ଥିତି ନେଇ ଆଜି ଅପରାହ୍ନରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟ ରଖିବେ। ଗତକାଲି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ପଶ୍ଚିମ ଏସିଆ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଶ୍ରୀ ମୋଦି କହିଥିଲେ, ଏହି ସଂଘର୍ଷ ଯୋଗୁଁ ବିଶ୍ୱ ପ୍ରଭାବିତ ହେଉଛି। ଏପରି ପରିସ୍ଥିତିରେ ଏହି ସଂଘର୍ଷର ପ୍ରଭାବରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରୟାସ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ନାଗରିକମାନଙ୍କୁ ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ସମସ୍ତ ବିଭାଗ ଏକାଠି କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ମନ୍ତ୍ରୀ ଓ ସଚିବ ସ୍ତରୀୟ ଗୋଷ୍ଠୀ ଗଠନ କରି ସରକାରଙ୍କ ପଦକ୍ଷେପଗୁଡ଼ିକର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କ୍ୟାବିନେଟ୍ ସଚିବ ଡକ୍ଟର ଟି.ଭି. ସୋମନାଥନ୍ ବିଶ୍ୱ ପରିସ୍ଥିତି ଏବଂ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଉପରେ ଉପସ୍ଥାପନ କରିଥିଲେ। ଲୋକସଭାରେ ଆଜି ଆଗତ କରାଯାଇଥିବା କର୍ପୋରେଟ୍ ଆଇନ ସଂଶୋଧନ ବିଧେୟକ 2026କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ଦିଆଯାଇଛି। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ଆଗତ କରିବା ପରେ ଏହାର ସମ୍ପୂର୍ଣ୍ଣ ବିଶ୍ଳେଷଣ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ଲୋକସଭାରେ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। କର୍ପୋରେଟ୍ ସଂଶୋଧନ ଆଇନ ବିଧେୟକରେ ଲିମିଟେଡ୍ ଲାୟାବିଲିଟି ପାର୍ଟନରସିପ୍ ଆଇନ 2008 ଏବଂ କମ୍ପାନୀ ଆଇନ 2013ରେ ସଂଶୋଧନ ପ୍ରସ୍ତାବ ରହିଛି। ତେବେ ବିଧେୟକ ଆଗତ ହେବା ପୂର୍ବରୁ କଂଗ୍ରେସ ସାଂସଦ ମନୀଷ ତିୱାରୀ, ଟିଏମ୍ସି ସାଂସଦ ସୌଗତ ରାୟ ଏବଂ ଡିଏମ୍କେ ସାଂସଦ ଡକ୍ଟର ଟି ସୁମାଥି ଏହାକୁ ବିରୋଧ କରିଥିଲେ। ଆସାମ, କେରଳମ୍ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହେଉଛି। ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ। ଆସନ୍ତା ମାସ 9 ତାରିଖରେ 2ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆସନ୍ତାକାଲି ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଆସନ୍ତା 26 ତାରିଖ ରହିଛି। କେରଳମ୍ରେ ଏପର୍ଯ୍ୟନ୍ତ 341 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ତାମିଲନାଡୁରେ ଏପ୍ରିଲ 23ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ପଶ୍ଚିମବଙ୍ଗରେ ଏପ୍ରିଲ 23 ଏବଂ 29 ତାରିଖରେ 2ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ତାମିଲନାଡୁ ପାଇଁ ଏବଂ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଆସନ୍ତା 30 ତାରିଖରେ ପ୍ରକାଶ ପାଇବ। ସେହିଭଳି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ବିଜ୍ଞପ୍ତି ଆସନ୍ତା ମାସ 2 ତାରିଖରେ ପ୍ରକାଶ ପାଇବ। ସମସ୍ତ 4ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି ମଇ ମାସ 4 ତାରିଖରେ ହେବ। ଆସାମ ବିଧାନସଭାର କାର୍ଯ୍ୟକାଳ ମଇ ମାସ 20 ତାରିଖରେ ଶେଷ ହେଉଥିବା ବେଳେ କେରଳମ୍ ବିଧାନସଭା ମଇ ମାସ 23, ପୁଡୁଚେରୀ ବିଧାନସଭା ଜୁନ୍ ମାସ 15, ତାମିଲନାଡୁ ବିଧାନସଭା ମଇ 10 ଏବଂ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ମଇ ମାସ 7 ତାରିଖରେ ଶେଷ ହେବ। ନିର୍ବାଚନ ଆୟୋଗ ଆଜି ପଶ୍ଚିମବଙ୍ଗ ଓ କେରଳମ୍ର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ। ଆୟୋଗ ଜିଲ୍ଲା ନିର୍ବାଚନ ଅଧିକାରୀ, ପୋଲିସ କମିଶନର, ଆରକ୍ଷୀ ଅଧୀକ୍ଷକଙ୍କ ସହ ଅପରାହ୍ନ 4ଟାରେ ଆଭାସୀ ଜରିଆରେ ବୈଠକ କରିବେ ବୋଲି ଜଣାପଡ଼ିଛି। ଆସାମରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଶାସକ ବିଜେପି, ଏଜିପି ମେଣ୍ଟ ସମେତ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ବିଜେପି ପକ୍ଷରୁ ବିଜୟ ଗୁପ୍ତା, ଦୀପ୍ଲୁ ରଞ୍ଜନ ଶର୍ମା, ପ୍ରଦୀପ୍ତ ବୋରଦୋଳଇଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ମୀରା ବୋରଥାକୁର, ଶାନ୍ତନୁ ଶର୍ମା, ବିଦିଶା ନିୟୋଗ ପ୍ରମୁଖଙ୍କୁ ପ୍ରାର୍ଥୀ କରିଛି। ପୁଡୁଚେରୀରେ ବିଜେପି ପକ୍ଷରୁ ସମସ୍ତ 10ଟି ଯାକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଆଇଏଡିଏମ୍କେ ପକ୍ଷରୁ 2ଟି ଆସନରେ ପ୍ରାର୍ଥୀ ଦିଆଯାଇଥିବା ବେଳେ କଂଗ୍ରେସ ଡିଏମ୍କେ ମେଣ୍ଟ ଆସନ ବୁଝାମଣା ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ଅନ୍ୟପକ୍ଷରେ ଅଭିନେତା ବିଜୟଙ୍କ ଦଳ ଟିଭିକେ 30 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆସାମରେ ବିଜେପି ଏବଂ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜାଲୁକବାଡିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏପର୍ଯ୍ୟନ୍ତ 116 ଜଣ ପ୍ରାର୍ଥୀ 219ଟି ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି।
ନାଗାଲାଣ୍ଡରେ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହେଉଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଗୁରୁବାର ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 9 ତାରିଖରେ ସେଠାରେ ଉପନିର୍ବାଚନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଁ ନିଖିଲ କହୁଛି। ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୁଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମରେଡ଼ ଭାବେ ସୁକ୍ରୁ ଶିଲକୁ ମୋର ପରାମର୍ଶ, ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମରେଡ଼ ସୁକ୍ରୁକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839, ଆଉଥରେ କହି ରଖୁଛି 9437643839ରେ କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ୍ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବଜୋନାଲ ବ୍ୟୁରୋ ସଚିବ। ନିର୍ବାଚନ ଆୟୋଗ 5ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ନିର୍ବାଚନ ପାଇଁ ଆକାଶବାଣୀ ଓ ଦୂରଦର୍ଶନ ଜରିଆରେ ରାଜନୈତିକ ଦଳଗୁଡ଼ିକ ଲାଗି ସମୟ ଆବଣ୍ଟନ କରିଛନ୍ତି। ଉଭୟ ଦୂରଦର୍ଶନ ଓ ଆକାଶବାଣୀରେ ଦେୟମୁକ୍ତ ପ୍ରସାରଣ ନିମନ୍ତେ ପ୍ରତ୍ୟେକ ରାଜନୈତିକ ଦଳକୁ 45 ମିନିଟ୍ ଲେଖାଏଁ ସମୟ ଆବଣ୍ଟନ କରାଯାଇଛି। ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଦୁର୍ଗାପୁରରେ ସରକାରୀ କାନ୍ଥରୁ ରାଜନୈତିକ ପ୍ରଚାର ଲେଖା ହଟାଉଥିବା ସମୟରେ 2 ଜଣ ନିର୍ବାଚନ କମିଶନଙ୍କ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି। କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପବିଭାଗୀୟ କାର୍ଯ୍ୟାଳୟର କର୍ମଚାରୀ ସୂର୍ଯ୍ୟକାନ୍ତ ପାଲ ଏବଂ ବିଟୁ ଗୁପ୍ତା କୋରଙ୍ଗପାରା ପୋଷ୍ଟ ଅଫିସ ଅଞ୍ଚଳରେ କାନ୍ଥରୁ ଲେଖା ଲିଭାଇବାରେ ନିୟୋଜିତ ଥିଲେ। ରିପୋର୍ଟ ଅନୁଯାୟୀ ସେମାନେ କାମ ସାରି ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତୃଣମୂଳ କଂଗ୍ରେସ ସମର୍ଥକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। କେନ୍ଦ୍ରୀୟ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଜେପି ଏହି ଘଟଣାର ଦୃଢ଼ ନିନ୍ଦା କରିଛି ଏବଂ ଅଭିଯୋଗ କରିଛି ଯେ ଶାସକ ଦଳର 2 ଜଣ କର୍ମୀ ଆକ୍ରମଣକୁ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମରାଯାଇଛି। ଶହୀଦ ଦିବସ ଅବସରରେ ଆଜି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଦେଶ ପାଇଁ ସେମାନଙ୍କ ଅଦମ୍ୟ ସାହସ ଓ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ ଯୁବାବସ୍ଥାରେ ସେମାନଙ୍କ ଭୂମିକା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲା। ଭାରତବାସୀଙ୍କ ମନରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳିତ କରିବା କ୍ଷେତ୍ରରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅଦମ୍ୟ ସାହସ ଓ ବଳିଦାନକୁ ସମ୍ମାନ ଜଣାଇ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ ମୁକ୍ତିର ଆଲୋକ ଦେଖାଇଥିବା ମହାନ ବିପ୍ଳବୀମାନଙ୍କର ଦେଶପ୍ରେମ ଅତୁଳନୀୟ ଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜନୈତିକ କାର୍ଯ୍ୟକର୍ତ୍ତା ତଥା ସାମାଜିକ ରାଜନୈତିଜ୍ଞ ଡକ୍ଟର ରାମମୋହନ ଲୋହିଆଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଡକ୍ଟର ଲୋହିଆଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କିତ ଚିନ୍ତାଧାରା ଏବଂ ଅବହେଳିତ ବର୍ଗର ଜନସାଧାରଣଙ୍କ ପ୍ରତି ସାମାଜିକ ନ୍ୟାୟ ଓ ସଶକ୍ତିକରଣର ମନୋଭାବ ଆଜି ମଧ୍ୟ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡକ୍ଟର ଲୋହିଆଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ସାମାଜିକ ଗଣମାଧ୍ୟମରେ କହିଛନ୍ତି, ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଡକ୍ଟର ଲୋହିଆ ଇଂରେଜ ଶାସନ ବିରୁଦ୍ଧରେ ଲୋକମାନଙ୍କୁ ଏକତ୍ର କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଛତିଶଗଡ଼ରେ ଚଳିତ ବର୍ଷର ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସ ଆସନ୍ତା 25 ତାରିଖରୁ ଏପ୍ରିଲ ମାସ 3 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାୟପୁର, ଜଗଦଲପୁର ଏବଂ ସୁରଗୁଜା ସହରରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ 2300 କ୍ରୀଡ଼ାବିତ୍ଙ୍କ ସମେତ 6000 ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସୂଚନା ଅନୁଯାୟୀ ଛତିଶଗଡ଼ର 32%ରୁ ଅଧିକ ଜନସଂଖ୍ୟା ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ଅନନ୍ୟ ସଂସ୍କୃତି, ପରମ୍ପରା ଓ କ୍ରୀଡ଼ା ନୈପୁଣ୍ୟତାର ପରିପ୍ରକାଶ ନିମନ୍ତେ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥିରେ ତୀରଚାଳନା, ଫୁଟବଲ, ହକି, ସନ୍ତରଣ, ଭାରୋତ୍ତୋଳନ ଏବଂ କବାଡି ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅରୁଣାଚଳ ପ୍ରଦେଶର ପାରା କ୍ରୀଡ଼ାବିତ୍ କିପା ମେରୋ ମହିଳା ଜାଭେଲିନ୍ ଥ୍ରୋର F12 ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭୁବନେଶ୍ୱରରେ ଚାଲିଥିବା 24ତମ ଜାତୀୟ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ସେ ଏହି ସଫଳତା ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମ ଏସିଆ ପରିସ୍ଥିତି ଓ ଭାରତର ଭୂମିକା ନେଇ ଆଜି ଅପରାହ୍ନରେ ଲୋକସଭାରେ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଧେୟକ 2026କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ ଲୋକସଭାର ନିଷ୍ପତ୍ତି। ଆସାମ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଶହୀଦ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଛତିଶଗଡ଼ରେ ଆସନ୍ତା 25ରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସ। ସମ୍ବାଦ ଶେଷ ହେଲା।